नमस्कार जय जगन्नाथ शुभ सकाळ आज हूँ अगस्ट 8 तारिख शनिवार आसतु जानिबा आज दिन केतोटी गुरुत्वपूर्ण खबर वीडियो आरंभ करने पूर्व आपन को गोटे छोटिया अनुरोध जदि आमर ये प्रयास आपन को भल लगुए तेज वीडियो को गोटे लाइक करी चैनल को सब्सक्राइब करेंगे तेबे चलतु आ विलंबन करी खबर उपरे नजर पकाइबा। आज प्रथम खबर ओडिशा को फूड प्रोसेसिंग हब करने दिगरे बड़ पदक्षेप 42,000 अधिक नियुक्ति सुजोग। ओडिशा को फूड प्रोसेसिंग हब करने दिगरे बड़ पदक्षेप ओडिशा फूड प्रो 2024 राज्य ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। 22ଟି ଏମଓୟୁ ସ୍ୱାକ୍ଷର ସହ 31,648 କୋଟି ଟଙ୍କାର ନିବେଶ ଓ 42,000 ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ଓଡ଼ିଶା ଫୁଡ୍ ପ୍ରୋ 2024। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆକର୍ଷଣ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଏହି ଇନଭେଷ୍ଟମେଣ୍ଟ ମିଟ୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଣ୍ଡା ଇଣ୍ଡଷ୍ଟ୍ରିଜ୍ ମ୍ୟାନେଜିଂ ଡାଇରେକ୍ଟର ନିର୍ମଳ କୁମାର ମିଣ୍ଡା, ହୋକ୍ସାଗନ୍ ନ୍ୟୁଟ୍ରିସନ୍ ମ୍ୟାନେଜିଂ ଡାଇରେକ୍ଟର ବିକ୍ରମ କଲେରଙ୍କ ସମେତ ପ୍ରାୟ 300 ଶିଳ୍ପ ପ୍ରତିନିଧି ଏବଂ 100ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଶିଳ୍ପ ବିକାଶ ଓ ନିବେଶ ସମ୍ଭାବନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଇନଭେଷ୍ଟମେଣ୍ଟ ମିଟ୍ରେ 22ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି। ବେଭରେଜ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍ସ ଓ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରରେ ମୋଟ 31,648 କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ। ଏହା ମାଧ୍ୟମରେ 42,076ରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପରବର୍ତ୍ତୀ ଖବର ଅଗଷ୍ଟ 10 ତାରିଖ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ। ଆସନ୍ତା ସୋମବାର ଅଗଷ୍ଟ 10 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦ ପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ଓଡ଼ିଶାରେ ଲୁହା ପଥର ଖୋଳିବ କୋଲ ଇଣ୍ଡିଆ। ଓଡ଼ିଶାରେ ଲୁହା ପଥର ଉତ୍ପାଦନ କରିବ କୋଲ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ ଇଣ୍ଡିଆ ଏହାର ବିବିଧୀକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ ଅନ୍ୟ ଖଣି ପରିଚାଳନା କରିବାକୁ ଯାଉଛି। ଷ୍ଟକ୍ ବଜାରକୁ କମ୍ପାନୀ ଦେଇଥିବା ସୂଚନା ଅନୁସାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା ଗଦାଧରପୁର ଲୁହାପଥର ଖଣିକୁ ଏହା ନିଲାମରେ ହାସଲ କରିଛି। ପ୍ରତିଯୋଗିତାପୂର୍ଣ୍ଣ ନିଲାମରେ ଏହି ଖଣି ପାଇଁ କୋଲ ଇଣ୍ଡିଆକୁ ଓଡ଼ିଶା ସରକାର ପସନ୍ଦର ବିଡର ଭାବରେ ଚୟନ କରିଛନ୍ତି। ପରବର୍ତ୍ତୀ ଖବର ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା। ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ 25 ଜୁଲାଇ ସୁଦ୍ଧା ଯେଉଁ ଆବେଦନ ଗୁଡ଼ିକର ନାମ ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ତାଲିକାରେ ଆସିଥିବ ସେହି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ 25 ଜୁଲାଇ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇ ସରକାରଙ୍କ ନିକଟକୁ ପହଞ୍ଚିଥିବ ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ। ପରବର୍ତ୍ତୀ ଖବର ଆସିଲା ବଡ଼ ଟୁଇଷ୍ଟ, ବିଜୟଙ୍କ ହେବନି ବିବାହ ବିଚ୍ଛେଦ। ମାମଲା ପ୍ରତ୍ୟାହାର କଲେ ପତ୍ନୀ ସଙ୍ଗୀତା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଅଭିନେତା ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାରେ ଶୁକ୍ରବାର ବଡ଼ ଟୁଇଷ୍ଟ ସାମ୍ନାକୁ ଆସିଛି। ଅନେକ ଦିନ ଧରି ଏହି ମାମଲା କୋର୍ଟରେ ଚାଲିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ସଙ୍ଗୀତା ତାମିଲନାଡୁର ଚେଙ୍ଗାଲପଟ ଜିଲ୍ଲା କୋର୍ଟରେ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ସଙ୍ଗୀତାଙ୍କ ପ୍ରତ୍ୟାହାର ପରେ କୋର୍ଟ ମାମଲାର ସମାଧାନ କରିଛନ୍ତି। ବିଜୟ ଥଲାପତି ଏବଂ ସଙ୍ଗୀତା ସୋନଲିଙ୍ଗମ 1999 ମସିହାରେ ବିବାହ କରିଥିଲେ। ପରବର୍ତ୍ତୀ ଖବର ଏଲଓସିକୁ ନେଇ ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ଆଲୋଚନା। ଭାରତ ଓ ଚୀନ ମଧ୍ୟରେ ନୂଆଦିଲ୍ଲୀଠାରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାସ୍ତବ ନିୟନ୍ତ୍ରଣ ରେଖା ଏଲଓସିର ସମଗ୍ର ସ୍ଥିତି ସମୀକ୍ଷା କରାଯିବା ସହ ସୀମା ନିର୍ଦ୍ଧାରଣ, ସୀମା ପରିଚାଳନା ଏବଂ ସୀମାପାର ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରମୁଖ ମୁଦ୍ଦା ଉପରେ ଆଲୋଚନା ହୋଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି। ପରବର୍ତ୍ତୀ ଖବର ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଡିଓ। ମଧ୍ୟାହ୍ନ ଭୋଜନ ପରେ ପୁରା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲେ। ଏପଟେ ଓଡ଼ିଶାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ ଖବର, ତାମିଲନାଡୁରେ ଅନଲାଇନରେ ଅର୍ଡର ହେବ ମଦ। ତାମିଲନାଡୁରେ ମଦ ବିକ୍ରି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ବିଜୟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାର ଠାରୁ ଟାସ୍ମାକ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ ଅର୍ଡର ଓ
କ୍ୟାଶଲେସ୍ ପେମେଣ୍ଟ ସୁବିଧା ଆରମ୍ଭ କରିଛନ୍ତି। ସରକାରୀ ମଦ ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ଗ୍ରାହକମାନେ ୱେବସାଇଟରେ ଅର୍ଡର ଓ ଅନଲାଇନ୍ ପେମେଣ୍ଟ କରିବା ପରେ ନିର୍ଦ୍ଦିଷ୍ଟ ଟାସ୍ମାକ୍ ଆଉଟଲେଟ୍ରୁ ମଦ ସଂଗ୍ରହ କରିପାରିବେ। ପରବର୍ତ୍ତୀ ଖବର ବନ୍ୟା ବିପନ୍ନଙ୍କ ପାଇଁ ବାହାରିଲେ ନିରଞ୍ଜନ ପଟ୍ଟନାୟକ, ଦେଲେ 5 ଲକ୍ଷର ସହାୟତା ରାଶି। ରାଜ୍ୟରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ 5 ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ବନ୍ୟା ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଗରିବ ଓ ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନ କ୍ରମେ ନିରଞ୍ଜନ ପଟ୍ଟନାୟକଙ୍କ ପରିବାର ପକ୍ଷରୁ କଂଗ୍ରେସ ଦଳକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅର୍ଥ ବନ୍ୟା ବିପନ୍ନଙ୍କ ରିଲିଫ ଓ ସହାୟତା କାର୍ଯ୍ୟରେ ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସୁରକ୍ଷା ସଂକଟ ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ନାମ ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି ରଖାଯାଇଛି। ଏହି ନୂତନ ସାମରିକ ବୁଝାମଣା ଫଳରେ ତିନି ଦେଶ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ ହେବ। ସାଉଦି ଆରବରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାଇପ୍ ଏର୍ଦୋଗାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପରବର୍ତ୍ତୀ ଖବର, ଆଉ ତ୍ରାହି ନାହିଁ, ଆସୁଛି ବଡ଼ ବର୍ଷା। ଉତ୍ତର ଓଡ଼ିଶାକୁ ବଡ଼ ବିପଦ, ଏଥର ରକ୍ଷା ନାହିଁ, ଲଘୁଚାପ ଆଣିବ ବଡ଼ ବର୍ଷା। ରାଜ୍ୟକୁ ପୁଣି ଆସୁଛି ବଡ଼ ବର୍ଷା। ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶା ପାଇଁ ସତର୍କତା ଜାରି କରାଯାଇଛି। ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଏବେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଯୋଗୁଁ ରାଜ୍ୟର ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ। ଆସନ୍ତା 31 ଯାଏଁ ଚାଲିବ ପ୍ରକ୍ରିୟା। ନଭେମ୍ବର 1ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା 2026-27 ବର୍ଷ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା 31 ତାରିଖ ଯାଏଁ ଚାଲିବ। ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାକୁ ସରକାର ପରାମର୍ଶ ଦିଆଯାଇଛି। ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା www.foododisha.in ମାଧ୍ୟମରେ ପଞ୍ଜୀକରଣ କରାଇ ପାରିବେ। ପରବର୍ତ୍ତୀ ଖବର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ସରକାର ଦେବେ 12,000 ଟଙ୍କା। ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ସୁଯୋଗ। ଜାତୀୟ ଆୟ ଓ ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ଯୋଜନା 2026-27 ଅଧୀନରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଜାରି ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ, ଯାହା ଫଳରେ ଆର୍ଥିକ ସମସ୍ୟା ଯୋଗୁଁ ସେମାନଙ୍କ ପଢ଼ାଶୁଣା ବାଧାପ୍ରାପ୍ତ ହେବ ନାହିଁ। ଏହି ଯୋଜନାରେ ନୂଆ ଆବେଦନକାରୀ ଏବଂ ନବୀକରଣ ଶ୍ରେଣୀର ଛାତ୍ରଛାତ୍ରୀ ଉଭୟ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ 31 ଅଗଷ୍ଟ 2026 ନିର୍ଦ୍ଧାରଣ କରାଯାଇଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟରେ ବୋଫୋର୍ସ ଦୁର୍ନୀତିର ଶେଷ ଅପିଲ ଖାରଜ। ବନ୍ଦ ହେଲା 40 ବର୍ଷର ପୁରୁଣା କେସ୍। ବୋଫୋର୍ସ କେସ୍ କ୍ଲୋଜ୍। ବୋଫୋର୍ସ ବିବାଦର ପ୍ରାରମ୍ଭ 24 ମାର୍ଚ୍ଚ 1986 ମସିହାରେ ହୋଇଥିଲା। ଏପ୍ରିଲ 1987 ମସିହାରେ ସ୍ୱିଡିଶ ରେଡିଓ ଅଭିଯୋଗ କରିଥିଲା ଯେ ଭାରତୀୟ ରାଜନେତା ଓ ପ୍ରତିରକ୍ଷା ଅଧିକାରୀଙ୍କୁ ଏହି ତୋପ କିଣାରେ ଅବୈଧ କମିଶନ ପଇଠ କରାଯାଇଛି। ଭାରତ ସରକାର ଓ ସ୍ୱିଡିଶ କମ୍ପାନୀ ଏଭି ବୋଫୋର୍ସ ମଧ୍ୟରେ 400 ହିଟଡଜର ତୋପ କ୍ରୟ ଲାଗି ସ୍ୱାକ୍ଷରିତ 1437 କୋଟି ଟଙ୍କାର ଡିଲ୍ ହୋଇଥିଲା। ସୁପ୍ରିମକୋର୍ଟ ରାଜନୀତିକ ରୂପେ ସମ୍ବେଦନଶୀଳ ବୋଫୋର୍ସ ଲାଞ୍ଚ କାରବାରରେ ଲମ୍ବିତ ଶେଷ ଅପିଲକୁ ଖାରଜ କରିଦେଇଛନ୍ତି। ଏହା ସହିତ ପାଖାପାଖି 40 ବର୍ଷ ଧରି ଦେଶରେ ହଟଚମଟ କରୁଥିବା ପୁରୁଣା ମାମଲାର ଅନ୍ତ ହୋଇଛି। ପରବର୍ତ୍ତୀ ଖବର, ଗ୍ରାହକଙ୍କୁ ଧମକାଇ ପାରିବେ ନାହିଁ ରିକଭରି ଏଜେଣ୍ଟ। ଗ୍ରାହକଙ୍କ ସୁରକ୍ଷା ପାଇଁ ଆରବିଆଇର ବଡ଼ ପଦକ୍ଷେପ। ଋଣ ସୁଝିବାକୁ ଆଉ ଗ୍ରାହକଙ୍କୁ ମିଳିବ ନାହିଁ ଧମକ। ଗ୍ରାହକଙ୍କ ସୁରକ୍ଷା ପାଇଁ ଆରବିଆଇ ବଡ଼ ପଦକ୍ଷେପ ନେଇଛି। ବିଳମ୍ବିତ ରାତିରେ କଲ୍ ଆସିବ ନାହିଁ, କାରଣ ଋଣ ଆଦାୟ ନାଁରେ ଗ୍ରାହକଙ୍କୁ ଦିଆଯାଉଥିବା ମାନସିକ ନିର୍ଯାତନା ଉପରେ ଲଗାମ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କ
ବ୍ୟାଙ୍କ ଓ ଆଦାୟକାରୀ ସଂସ୍ଥାଗୁଡ଼ିକ ପାଇଁ ଆରବିଆଇ କଠୋର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନୂଆ ନିୟମ ଅନୁଯାୟୀ ଋଣ ଟଙ୍କା ପାଇଁ ରିକଭରି ଏଜେଣ୍ଟ ଗ୍ରାହକଙ୍କୁ କୌଣସି ପ୍ରକାରର ଗାଳିଗୁଲଜ କିମ୍ବା ଧମକ ସାମାଜିକ ସ୍ତରରେ ଅପମାନିତ କରିପାରିବେ ନାହିଁ। ପରିବାରରେ କାହାର ମୃତ୍ୟୁ ହୋଇଥିଲେ କିମ୍ବା ଅସୁସ୍ଥ ଥିଲେ ଏବଂ ବିବାହ ଉତ୍ସବ ଚାଲିଥିବା ବେଳେ ଗ୍ରାହକଙ୍କୁ ରିକଭରି ଏଜେଣ୍ଟ ହଇରାଣ କରିପାରିବେ ନାହିଁ। ଏହି ନୂଆ ଗାଇଡଲାଇନ ଆସନ୍ତା 2027 ଜାନୁଆରୀ 1 ତାରିଖରୁ ସାରା ଦେଶରେ ଲାଗୁ ହେବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ରିକଭରି ଏଜେଣ୍ଟ ମାନେ ଗ୍ରାହକଙ୍କୁ କେବଳ ସକାଳ 8ରୁ ସନ୍ଧ୍ୟା 7ଟା ମଧ୍ୟରେ ଫୋନ କରିପାରିବେ କିମ୍ବା ଘରକୁ ଯାଇପାରିବେ। ରାତିରେ କଲ୍ କରିବା ଏବଂ ବାରମ୍ବାର ଫୋନ କରି ବିରକ୍ତ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରବର୍ତ୍ତୀ ଖବର, ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ ୟୁପିଆଇ ଶୁଳ୍କ। ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ସଂକ୍ରାନ୍ତ ବିଲ୍ ଲୋକସଭାରେ ଗୃହୀତ ହେବା ପରେ ଲୋକଙ୍କୁ ପେମେଣ୍ଟ ବେଳେ ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ସେହିଭଳି ଆଶଙ୍କା ପ୍ରକଟ କରିଛନ୍ତି। ତେବେ ଏଭଳି ଆଶଙ୍କାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ମର୍ଚାଣ୍ଟ ଡିସକାଉଣ୍ଟ ବିଷୟରେ ଚର୍ଚ୍ଚା ହେଉଛି ତାହା ବ୍ୟବସାୟୀଙ୍କୁ ଦେବାକୁ ପଡିବ, ଗ୍ରାହକଙ୍କୁ ନୁହେଁ। ପରବର୍ତ୍ତୀ ଖବର, ରାମ ମନ୍ଦିର ଦାନ ହୁଣ୍ଡିକୁ ନେଇ ଆସିଲା ବଡ ଖବର। ରାମ ମନ୍ଦିରର 3300 କୋଟିର ଅଡିଟ୍ ରିପୋର୍ଟ ଦାନର ସମସ୍ତ ଅର୍ଥ ସୁରକ୍ଷିତ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମଧ୍ୟରେ ବ୍ୟାପକ ଆର୍ଥିକ ଅନିୟମିତତା କିମ୍ବା ବ୍ୟବସ୍ଥାଗତ ଦୁର୍ନୀତି ହୋଇଥିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏଭଳି ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ ସାବ୍ୟସ୍ତ ହୋଇଛି। ଜନସାଧାରଣଙ୍କ ସ୍ୱେଚ୍ଛାକୃତ ଯୋଗଦାନ ମାଧ୍ୟମରେ ସଂଗୃହୀତ ସମ୍ପୂର୍ଣ୍ଣ 3300 କୋଟି ଟଙ୍କାର ସବିଶେଷ ତଥ୍ୟ ବାହ୍ୟ ଅଡିଟର ମେସର୍ସ ଭି ଶଙ୍କର ଆୟାର ଆଣ୍ଡ କମ୍ପାନୀ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଅଡିଟ୍ କରାଯାଇଛି। ପରବର୍ତ୍ତୀ ଖବର, ଫେସବୁକ ଓ ଇନଷ୍ଟାଗ୍ରାମରେ ପୋସ୍କୋ ଆଇନ ଉଲ୍ଲଂଘନ ଅଭିଯୋଗ। ଫେସବୁକ ଏବଂ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ ଆପତ୍ତିଜନକ ତଥା ଅଶ୍ଳୀଳ ସାମଗ୍ରୀ ଉପଲବ୍ଧ ଥିବା ଅଭିଯୋଗରେ ଜାତୀୟ ମାନବାଧିକାର କମିଶନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କମିଶନ ଏହି ପୋସ୍କୋ ଆଇନ ଉଲ୍ଲଂଘନ ମାମଲାରେ ସୋସିଆଲ ମିଡିଆ କମ୍ପାନୀ ମେଟା ଏବଂ ଦେଶର 8ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଖବର, ଆରଜେଡି ବିହାରରେ ସମସ୍ତ ସାଂଗଠନିକ ଶାଖା ଭାଙ୍ଗିଲା। ଆରଜେଡି ରାଷ୍ଟ୍ରୀୟ ଜନତା ଦଳ ବିହାରରେ ଏହାର ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ କମିଟି ସମେତ ସମସ୍ତ ସାଂଗଠନିକ ଶାଖାକୁ ଭାଙ୍ଗି ଦେଇଛି। ଆରଜେଡି ମଧ୍ୟ ଏହାର ବିଭିନ୍ନ ସେଲ୍ ୟୁନିଟ୍ ଗୁଡ଼ିକୁ ଭାଙ୍ଗିଥିବା ଏକ ଔପଚାରିକ ବିବୃତ୍ତି ଜାରି କରିଛି। ଆରଜେଡି ରାଜ୍ୟ ସଭାପତି ମଙ୍ଗନୀ ଲାଲ ମଣ୍ଡଳଙ୍କ ଦ୍ୱାରା ଏହି ବିବୃତ୍ତି ଗୁରୁବାର ସନ୍ଧ୍ୟାରେ ଜାରି କରାଯାଇଛି। ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଆରଜେଡିର ପରାଜୟ ପରେ ଆରଜେଡି ଦଳ ଏହାର ସାଂଗଠନିକ ଶାଖା ଭାଙ୍ଗିବା ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପରବର୍ତ୍ତୀ ଖବର, ସଂସଦରେ ହଟ୍ଟଗୋଳ ମଧ୍ୟରେ ଅମିତ ଶାହଙ୍କୁ ସମର୍ଥନ କଲେ ରିଜିଜୁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସଂସଦରେ ଜାରି ଥିବା ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହମନ୍ତ୍ରୀଙ୍କୁ ଦୃଢ ସମର୍ଥନ ଜଣାଇଛନ୍ତି। ଲୋକସଭାରେ ସେ କହିଛନ୍ତି, ଅମିତ ଶାହଙ୍କ ନାମ ଶୁଣିଲେ ଆତଙ୍କବାଦୀମାନେ ଥରହର ହୁଅନ୍ତି। ଏଭଳି ଜଣେ ଗୃହମନ୍ତ୍ରୀଙ୍କୁ ଅପମାନିତ କରିବା ନିନ୍ଦନୀୟ। ବିରୋଧୀ ଦଳଗୁଡ଼ିକ ଅମିତ ଶାହଙ୍କ ଏକ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଖବର, ବିଦେଶୀ ଅନୁଦାନ ଆଇନକୁ ନେଇ ଆମେରିକାର ସମାଲୋଚନା ଜବାବ ଦେଲା ଭାରତ। ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ସଂଶୋଧନ ବିଲ୍କୁ ନେଇ ଆମେରିକା ରିପବ୍ଲିକାନ ସାଂସଦ ରିଲି ମୁରଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ଭାରତ। ବିଦେଶ ମନ୍ତ୍ରଣାଳୟ କହିଛି, ପ୍ରସ୍ତାବିତ ଏଫଆଇଆର ସଂଶୋଧନ ବିଲ୍ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ। ଏହା ଉପରେ ଦେଶର ସଂସଦରେ ବିଚାର ହୋଇ ନିଷ୍ପତ୍ତି ନିଆଯିବ। ବିଦେଶୀ ଅର୍ଥର ପ୍ରବାହକୁ କେବଳ ଭାରତ ନୁହେଁ, ଆମେରିକା ସମେତ ବହୁ ଦେଶ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ପରବର୍ତ୍ତୀ ଖବର, ଜାପାନକୁ ଡଲଫିନର ପ୍ରହାର, 500ରୁ ଅଧିକ ବିମାନ ଉଡାଣ ବାତିଲ। ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଡଲଫିନ ଜାପାନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ମାଡ଼ ହୋଇଛି। ଘଣ୍ଟା ପ୍ରତି ସର୍ବାଧିକ 198 କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଆଶଙ୍କାକୁ ଦୃଷ୍ଟିରେ ରଖି କୋଗୋସିମା ଓ ଓକିନାୱା ପ୍ରାନ୍ତର ପ୍ରାୟ 2.6 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ସାରା ଦେଶରେ 500ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି। ପରବର୍ତ୍ତୀ ଖବର, କମିଶନରେଟ ପୋଲିସର 2 ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ଅଭିନନ୍ଦନ ଜଣାଇଲେ ସିପିଏସ୍ ଦେବଦତ୍ତ ସିଂ। କମିଶନରେଟ ପୋଲିସ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଉତ୍କୃଷ୍ଟ ସେବା ପାଇଁ କମିଶନରେଟ ପୋଲିସ 2 ଜଣ ଅଧିକାରୀଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସଫଳତା ପାଇଁ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଉଭୟ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ଖବର, ଜେନ୍ଜିଙ୍କୁ ନେଇ କଙ୍ଗନାଙ୍କ ୟୁ ଟର୍ନ, କହିଲେ ଆଜିର ଯୁବପିଢି ଆମର ଶକ୍ତି। ଜେନ୍ଜିଙ୍କ ବିରୋଧରେ ସର୍ବଦା ବିଷୋଦଗାର କିମ୍ବା ବିଷ ଉଗାଳୁଥିବା ବିବାଦୀୟ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ସ୍ୱର ନରମିଛି। ଜେନ୍ଜିଙ୍କୁ ନେଇ ୟୁ ଟର୍ନ ମାରିଛନ୍ତି କଙ୍ଗନା। ପ୍ରଥମେ ଜେନ୍ଜିଙ୍କୁ ନାଳପାଣିର ପିଢ଼ି କହି ବିବାଦ ଘେରକୁ ଆସିଥିବା ଏହି ବିଜେପି ସାଂସଦ ଏବେ ଏହି ପିଢ଼ିଙ୍କୁ ଦେଶର ଭବିଷ୍ୟତ ବୋଲି କହିଛନ୍ତି। ତାଙ୍କର ଏହି ସଫେଇ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।